ଶଶୀ ଥରୁରଙ୍କର ଗୋଟେ ଷ୍ଟେଟମେଣ୍ଟ ବର୍ତ୍ତମାନ ଚର୍ଚ୍ଚାରେ ଅଛି, ଖୁବ୍ ଚର୍ଚ୍ଚାରେ ଅଛି। ସରକାର ଭାରତୀୟ ଜନତା ପାର୍ଟି କୁ ସମର୍ଥନ କରୁଥିବା ବର୍ଗ ୟାକୁ ଏନ୍ଜୟ କରୁଥିଲା ବେଳେ କଂଗ୍ରେସ ଯୋଉ ଦଳରୁ ଶଶୀ ଥରୁର ଆସନ୍ତି ସେଠି ଚିଡ଼ିଯାଇଛନ୍ତି। ଶଶୀ ଥରୁର ବର୍ତ୍ତମାନ ଗୋଟେ ପାର୍ଲାମେଣ୍ଟାରୀ ଡେଲିଗେସନର ଲିଡର ଅଛନ୍ତି। ଲିଡ୍ କରିକି ସେ ଆମେରିକା, ପାନାମା ଆଦି ଦେଶରେ ଗସ୍ତରେ ଅଛନ୍ତି। ପୋଷ୍ଟ ଅପରେସନ ସିନ୍ଦୁରରେ ଇଣ୍ଡିଆର ପଏଣ୍ଟ ଅଫ ଭ୍ୟୁ, ଇଣ୍ଡିଆର ଷ୍ଟାଣ୍ଡ ରଖିବା ପାଇଁ ସେ ଗସ୍ତ କରୁଛନ୍ତି। ମୋଟ 7ଟି ପାର୍ଲାମେଣ୍ଟାରୀ ଡେଲିଗେସନ ବିଶ୍ୱର ଭିନ୍ନ ଭିନ୍ନ ଦେଶକୁ ଯାଇଛନ୍ତି। ବୋଧହୁଏ ସେଥିରେ 59 ମେମ୍ବର ଅଛନ୍ତି। ଏ ସମସ୍ତଙ୍କ ଭିତରେ ଶଶୀ ଥରୁର ସବୁଠାରୁ ଚର୍ଚ୍ଚିତ ଫିଗର ଆଉ କି ଫିଗର, ଆଉ ଯାହାଙ୍କ ଉପରେ ସରକାରଙ୍କର ବହୁତ ଭରସା ଅଛି ପବ୍ଲିକରେ ମଧ୍ୟ। ତ ବିଶେଷ ଶଶୀ ଥରୁରଙ୍କର ନୁହେଁ, ଶଶୀ ଥରୁରଙ୍କର ଷ୍ଟେଟମେଣ୍ଟ ଉପରେ। ଶଶୀ ଥରୁର କହିଲେ କି 2016ରେ ଭାରତ ପ୍ରଥମ ଥର ପାଇଁ ସର୍ଜିକାଲ ଷ୍ଟ୍ରାଇକ୍ କରି ନିଜର ଷ୍ଟାଣ୍ଡ କ୍ଲିୟର କରିଛି ଯେ ଭାରତ ନୂଆ ନର୍ମକୁ ବଢୁଛି। ଆଣ୍ଟି ଟେରୋରିଜିମ ଉପରେ ଭାରତ ତାର ପଲିସି ଚେଞ୍ଜ କରିଛି। ଶଶୀ ଥରୁରଙ୍କର ଏ କଥା କଂଗ୍ରେସକୁ ଭଲ ଲାଗେନି। ତାର ଜବାବ କଂଗ୍ରେସ ତରଫରୁ ସାଙ୍ଗେ ସାଙ୍ଗେ ଆସିଛି। କଂଗ୍ରେସର ପ୍ରବକ୍ତା ପବନ ଖେରା କହିଲେ ଯେ ୟୁପିଏ ସରକାରରେ 6 ସର୍ଜିକାଲ ଷ୍ଟ୍ରାଇକ୍ ହେଇଥିଲା। ତାପରେ ତାଙ୍କର ଏ ଷ୍ଟେଟମେଣ୍ଟ ବା ଏ ଜବାବକୁ ବଢ଼ାଇବା ପାଇଁ କଂଗ୍ରେସର ବିଭିନ୍ନ ପ୍ରବକ୍ତା, କଂଗ୍ରେସର ଲିଡର, ଉଦିତ ରାଜଙ୍କ ଲିଡର ଆଗକୁ ଆସିଛନ୍ତି, ତାକୁ ବଢ଼ାଉଛନ୍ତି ଆଉ ଶଶୀ ଥରୁରକୁ ଆକ୍ରମଣ ମଧ୍ୟ କରୁଛନ୍ତି। ତେବେ ରାଜୀବ ଶୁକ୍ଲା କଂଗ୍ରେସର ଲିଡର ଡେଟ୍ ସହିତ ଏ ତଥ୍ୟ ସାମ୍ନାକୁ ଆଣିଛନ୍ତି। 6 ଡେଟ୍ ସେ କହୁଛନ୍ତି କି ଏଇ ତାରିଖରେ ଇଣ୍ଡିଆନ ଫୋର୍ସ ବର୍ଡର ପାର କରି ପାକିସ୍ତାନ ଭିତରେ ଜବାବ ଦେଇକି ଆସିଛି। ତାଙ୍କର କହିବା କଥା ହେଲା 9 ଜୁନ 2008, 30 ଅଗଷ୍ଟ, 1 ସେପ୍ଟେମ୍ବର 2014, 6 ଜାନୁଆରୀ 2013, 17, 27, 28 ଜୁଲାଇ 2013, 6 ଅଗଷ୍ଟ 2013, 14 ଜାନୁଆରୀ 2014। ଏ 6 ଡେଟ୍ରେ ୟୁପିଏ ସରକାରରେ ଇଣ୍ଡିଆନ ଆର୍ମି ପାକିସ୍ତାନ ଟେରିଟୋରୀ ଭିତରକୁ ଯାଇକି ଷ୍ଟ୍ରାଇକ୍ କରିକି ଆସିଛି। ତେଣୁ କିନ୍ତୁ ସେ ସମୟର ସରକାର ୟାର କ୍ରେଡିଟ୍ ନେବା ଚାହିଁନାହାନ୍ତି, ୟାକୁ ପବ୍ଲିସିଟି କରିନାହାନ୍ତି, ଆଉ ୟାକୁ ନେଇକି ପଲିଟିକ୍ସ କରିନାହାନ୍ତି। କଂଗ୍ରେସ ଏ ଜବାବ ଶଶୀ ଥରୁରଙ୍କ ପାଇଥିଲା, କୁହାଯାଇପାରେ ଭାରତୀୟ ଜନତା ପାର୍ଟି ପାଇଁ ଥିଲା, ଆଉ ଗୋଟେ ମେସେଜ ମଧ୍ୟ ଥିଲା, ଗୋଟେ ନ୍ୟାରେଟିଭ, ଯୋଉ ନ୍ୟାରେଟିଭରେ କି କଂଗ୍ରେସ ଭାରତୀୟ ଜନତା ପାର୍ଟିଠୁ ପଛେ ଯାଉଛି, କି ଟେରୋରିଜିମ ପଲିସିରେ ପୂର୍ବବର୍ତ୍ତୀ ୟୁପିଏ ସରକାର ବର୍ତ୍ତମାନର ନରେନ୍ଦ୍ର ମୋଦୀଙ୍କ ସରକାର ଠାରୁ ଦୁର୍ବଳ। ଏ ଯୋଉ ନ୍ୟାରେଟିଭ ତିଆରି ହେଇଛି ତାକୁ କାଉଣ୍ଟର କରିବା ପାଇଁ ତାଙ୍କର ଏ ଷ୍ଟେଟମେଣ୍ଟ। ତେବେ ଯେତେବେଳେ ଡିକ୍ଲେୟାର୍ଡ ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠୁଛି, ଯେତେବେଳେ ଡିକ୍ଲେୟାର ସର୍ଜିକାଲ ଷ୍ଟ୍ରାଇକକୁ କ୍ୱେଶ୍ଚିନ୍ ମାର୍କ ଭିତରେ ଅଣାଯାଉଛି, ସେ 28-29 ସେପ୍ଟେମ୍ବର 2016 ହଉ, ବାଲାକୋଟ ଏୟାର ଷ୍ଟ୍ରାଇକ୍ ହଉ, ଏମିତି ଡିକ୍ଲେୟାର୍ଡ ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ଯେତେବେଳେ କ୍ୱେଶ୍ଚିନ୍ ଉଠୁଛି, ସେତେବେଳେ ଏଇ ଯୋଉ 6 ଷ୍ଟ୍ରାଇକ୍ କଥା କଂଗ୍ରେସ ତରଫରୁ କୁହାଯାଉଛି, ସେ ପ୍ରଶ୍ନ ଉଠିବା ସ୍ୱାଭାବିକ। ତ ତା ଭିତରେ 14 ଜାନୁଆରୀ 2014ର ଯୋଉ ଡେଟ୍ କୁହାଯାଉଛି, ତା ସହିତ ପାରାଲେଲି ଗୋଟେ ନ୍ୟୁଜ ମଧ୍ୟ ଭାଇରାଲ ହେଉଛି। ସେଥିରେ ଇଣ୍ଡିଆନ ଆର୍ମି ପାକିସ୍ତାନ ଆର୍ମି ସହିତ ମିଷ୍ଟାନ୍ନ ବଣ୍ଟନର ଚିତ୍ର ବା ନ୍ୟୁଜ ଭାଇରାଲ ହେଉଛି। ଅର୍ଥାତ୍ 14 ଜାନୁଆରୀ 2014ର ସେ ସର୍ଜିକାଲ ଷ୍ଟ୍ରାଇକ୍ ଯେ ସତ ନୁହେଁ ବା ୟାର ସତ୍ୟାସତ୍ୟ ପ୍ରଶ୍ନବାଚୀ, ତାକୁ ହାଇଲାଇଟ୍ କରାଯାଉଛି। ତା ଛଡ଼ା ଏଇ ଯୋଉ 6 ସର୍ଜିକାଲ ଷ୍ଟ୍ରାଇକ୍ କଥା କୁହାଯାଉଛି, ତା ଉପରେ ମଧ୍ୟ ଭାରତୀୟ ଜନତା ପାର୍ଟି ତରଫରୁ ଜବାବ ଆସିଛି। ଅମିତ ମାଲବ୍ୟ, ଭାରତୀୟ ଜନତା ପାର୍ଟିର ଆଇଟି ସେଲର ମୁଖ୍ୟ ଇନଚାର୍ଜ, ସିଏ ଗୋଟେ ଆରଟିଆଇ ରିପୋର୍ଟ ତାଙ୍କ ଟ୍ୱିଟରେ
ସେୟାର କରିଛନ୍ତି। ଆରଟିଆଇ ରିପୋର୍ଟ ହେଉଛି ଡେଟ୍ ହେଉଛି 9 ଏପ୍ରିଲ 2018। 9 ଏପ୍ରିଲ 2018ର ଗୋଟେ ଆରଟିଆଇ ରିପୋର୍ଟ ଅନୁସାରେ କି 2016ର ସେ ସର୍ଜିକାଲ ଷ୍ଟ୍ରାଇକ୍ ପୂର୍ବରୁ କୌଣସି ଏମିତି ଘଟଣା ଘଟିଥିବାର ରେକର୍ଡ ନାହିଁ। ଯେହେତୁ ଇଏ ଅଫିସିଆଲ ଷ୍ଟେଟମେଣ୍ଟ, ଆର୍ମିର ଷ୍ଟେଟମେଣ୍ଟ, ତେଣୁକରି ତାକୁ ମାନିବା ଏକ ପ୍ରକାର ବାଧ୍ୟ ବା ତାକୁ ମାନିବା ହିଁ ଠିକ୍। ରେକର୍ଡ ନାହିଁ। ସର୍ଜିକାଲ ଷ୍ଟ୍ରାଇକ୍ସ କହିବା କଥା ହେଲା କି ଏମିତି ହେଇଥିବାର କୌଣସି ରେକର୍ଡ ନାହିଁ। ବଟ୍ ଆଉ ଗୋଟିଏ କଥା ହେଲା, କଂଗ୍ରେସ ତରଫରୁ ବି କୁହାଯାଉଛି ବା କଂଗ୍ରେସ ତରଫରୁ ଯାହା କହିବାର ମାନେ ହେଲା କି ରେକର୍ଡରେ ନାହିଁ ମାନେ ଯେ ସର୍ଜିକାଲ ଷ୍ଟ୍ରାଇକ୍ ହେଇନି ସେ ମଧ୍ୟ ନୁହେଁ, ଅନ୍ ରେକର୍ଡେଡ୍ ଷ୍ଟ୍ରାଇକ୍ ହେଇଥାଇପାରେ ବା ଅନ୍ ରେକର୍ଡେଡ୍ ଷ୍ଟ୍ରାଇକ୍ ହବାର ଚାନ୍ସେସ୍ ଅଛି, ହେଇଥିବାର ଚାନ୍ସ ଅଛି। ଅନ୍ ରେକର୍ଡେଡ୍ ଷ୍ଟ୍ରାଇକ୍ କହିଲେ କ'ଣ ହେଇଥାଇପାରେ? ୟା ତ ସରକାର ଆର୍ମିକୁ କହିଥିବେ କି ଟେରିଟୋରୀ ଭିତରକୁ ଯାଇକି ଆଟାକ୍ କରିକି ଷ୍ଟ୍ରାଇକ୍ କରିକି ଆସ ବା ଷ୍ଟ୍ରାଇକ୍ କର, କିନ୍ତୁ ଆମ ନାଁ ନେବନି ବା ଆମେ କହିଛୁ ବୋଲି ସେମିତି କୌଣସି ଷ୍ଟେଟମେଣ୍ଟ ସାମ୍ନାକୁ ନ ଆସୁ। ବା ଏମିତି ବି ହେଇଥାଇପାରେ କି ଆର୍ମି ବର୍ଡର କ୍ରସ୍ କରିକି ଷ୍ଟ୍ରାଇକ୍ କରିକି ଆସିଛି, ସରକାରର ମନା କରିବା ସତ୍ତ୍ୱେ, ସରକାରର ଷ୍ଟାଣ୍ଡିଂ ପଲିସି ସତ୍ତ୍ୱେ କି ବର୍ଡର ଇଣ୍ଡିଆନ୍ ଫୋର୍ସ କ୍ରସ୍ କରିବେ ନାହିଁ, ତା ସତ୍ତ୍ୱେ ଇଣ୍ଡିଆନ୍ ଆର୍ମି ନିଜ ରିସ୍କରେ ବର୍ଡର କ୍ରସ୍ କରିକି ଷ୍ଟ୍ରାଇକ୍ କରିକି ଆସୁଛନ୍ତି। କୁହାଯାଉଛି ये जो पॉलिसी अच्छी कि बॉर्डर क्रॉस करियोनी 1999 कारगिल युद्धर मध्य इंडियन आर्मी बॉर्डर क्रॉस करनथि। बर्तमान बॉर्डर क्रॉस करना कि जो ऑपरेशन सिंदूर है निज बॉर्डर निज एरिया रो स्ट्राइक करछथि। बट एनीवे एमिति कहिवार कारण कोन हेथि पारे जदि मानि निया जाए, जदि ग्रहण भी कर निया जाए कि सतरे ये जो 6 स्ट्राइक कथा कांग्रेस कहउची ए सेमिति हेइची, रेकर्ड ना ये भी सत कथा ऑन रेकॉर्डेड है, ताले ऑन रेकॉर्डेड हेइथिबार आपको ऑन रेकॉर्डेड रखिबार कारण कोन हेथि पारे? एक कारण हेथि पारे कि इंटरनेशनल प्रेशर को एक रेकॉर्ड हेथि पारे कि इंटरनेशनल प्रेशर को सामना करिबार साहस बोधवे से समय सरकार को पाखे नथिला, किंतु वर्तमान सरकार नरेंद्र मोदी को सरकार 2014 पर से पॉलिसी चेंज करछन्ते, नुआ नॉर्म सेट करछन्ते। आउ ये जो 2016 28 29 सितंबर रो सर्जिकल स्ट्राइक था, ये सरकार को स्टेटमेंट कि आमे दरकार पड़ले शत्रु को दंड देवा पई बॉर्डर क्रॉस करके जाई पारू, ये जो पॉलिसी आरंभ होती ये तार स्टेटमेंट। कि एमिति करने पाई से समय सरकार साहस कर नथिले। तथा आउ गोटे भी कथा या पूर्व अर्थात 2014 पूर्व जो सरकार चली से समय बहुत जिनस ऑन रेकॉर्डेड होता, टैक्स दबा नबार रेकॉर्ड होता, लोक रेकॉर्ड को आसिया को पसंद कर चाहू नथिले, ऑन रेकॉर्ड काम करते। एमती कि सिटीजनशिप ऑन रेकॉर्डेड थिला, ताको रेकॉर्डेड करिबा पाई सरकार चेष्टा कला पर जेमिति गंडगोल है, जेमिति अवस्था है दुनिया देख। तेणु ऑन रेकॉर्डेड गोटे व्यवस्था चली 2014 पूर्व, तार परिणाम है जदि ये जो 6 सर्जिकल स्ट्राइक बोली कह जाउची, लगी कि बहुत जिनस ऑन रेकॉर्ड चलता ता देहरे से माने रखथिले, सेमिति व्यवस्था रे रहिबा पई से चाहूले, किंबा सरकार से साहस नथिला जणैबा पई कि आमे टेररिज्म उपरे एते मात्रा रे एग्रेसिव हेई पारू, किंबा जो फिलोसफी नहीं कि भारत से पर्यंत चली ताठू अलग प्रकार चिंता करिबा
ତାକୁ ବାହାରିକି ଚିନ୍ତା କରିବେ ସାହସ ସେ ସମୟରେ ବ୍ୟବସ୍ଥାର ନଥିଲା। ବର୍ତ୍ତମାନ ସରକାର ତାଙ୍କର ମତ ତାଙ୍କର ଭ୍ୟୁଜ୍ କ୍ଲିୟର କରିଛନ୍ତି କି କୌଣସି ଟେରୋରିଜିମ ଆକ୍ଟିଭିଟିକୁ ଭାରତ ସହିବନି, ତାର ଜବାବ ଦେବା ପାଇଁ ଯେତେ ବାଟ ଯିବାକୁ ପଡ଼ିବ ସରକାର ତାରେ। ଅପରେସନ ସିନ୍ଦୁର ତାର ନମୁନା। ତେଣୁକରି ଏ ଯେଉଁ ଚେଷ୍ଟା ଚାଲିଥିଲା, ये जो चेष्टा चलता नैरेटिव लड़े कि यार पूर्व सरकार ये सब सर्जिकल स्ट्राइक को अनाउंस कर नथले कि आर्मी को से माने पॉलिटिसाइज करबा चाहनथले, तार पॉलिटिकल गेन नवा चाहनथले, बा एमते डिंडिम पिटी की बड़ बड़ कथा कहबा चाहनथले। ये सब स्टेटमेंट रो सत्तरे वैल्यू नाही। स्पष्ट भाव में सरकार कहीदेवे आमर पॉलिसी या आमे स्ट्राइक करिया चाहूँ, स्ट्राइक कर जदि नुहे ताले से माने से समय रे भी से मानकर जो पॉलिसी थिला से पॉलिसी से माने स्टिक करिया कथा कि क्रॉस बॉर्डर करिकी बॉर्डर क्रॉस करिकी टेररिस्ट को अटैक करिवार बा टेररिस्ट को स्ट्राइक करिवा आमे ठीक भाबन। किंतु सेते बेले यही काम को जदि करुले बा न करुले तार प्रमाण तो नहीं, किंतु जदि बा करुले ताहेले ताको लुचेवार यथार्थता नथिला।